ଆଜିକାଲିର ମଣିଷକୁ ପଶୁ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ମୁଁ ଏକଥା କାହିଁ କହୁଛି ଆଜ୍ଞା, ଘରେ ଥିବା ଲୁଣରେ କେବେ ପୋକ ଲାଗିବାରେ ଦେଖିଛନ୍ତି? କିନ୍ତୁ ମିଠା ଥିବା ଜିନିଷରେ ପୋକ ଲାଗି ଯାଇଥାଏ। ଋଣ ଦେଇ କଟୁ କଥା କହୁଥିବା ଲୋକଟି କେବେ ଆପଣଙ୍କର ଶତ୍ରୁ ହୋଇନପାରେ, କିନ୍ତୁ ମିଠା କଥା କହୁଥିବା ଲୋକଟି ଆପଣଙ୍କର ପଛପଟ ଛୁରୀ ମାରିଥାଏ। ଭଲ ରାସ୍ତାରେ ଯୋଉ ଲୋକଟି ଯାଏ ତାକୁ ନିନ୍ଦା କରାଯାଏ, ଆଉ ଯୋଉ ଲୋକଟି ଖରାପ ରାସ୍ତାରେ ଯାଏ ତାକୁ ବେଶ ପ୍ରଶଂସା କରାଯାଏ। କ୍ଷୀର ବିକ୍ରି କରୁଥିବା ଲୋକଟି ଘର ଘର ବୁଲି କ୍ଷୀର ବିକ୍ରି କରେ, ଆଉ ମଦ ବିକ୍ରି କରି ଏ ମଣିଷ ପଣିଆକୁ ନଷ୍ଟ କରୁଥିବା ଲୋକଟି ବେଶ ଆରାମରେ ମଦ ବିକ୍ରି କରେ। କ୍ଷୀର ବିକ୍ରି କରୁଥିବା ଲୋକଟିକୁ ପଚରାଯାଏ, ଭାଇ ତୁ କ୍ଷୀରରେ ପାଣି ମିଶଉଛୁ କି? ଆଉ ମଦ ବିକ୍ରି କରୁଥିବା ଲୋକଟି ମଦରେ ପାଣି ମିଶେଇ ମିଶେଇ ବିକ୍ରି କରେ। ବାହାରେ ମଣିଷ ପଣିଆ, ବାହାତ ମଣିଷ ପଣିଆ। ସତରେ ଆଜିକାଲିର ମଣିଷକୁ ନା ପଶୁ କହିଲେ ରାଗିଯିବେ, ଆଉ ତାଙ୍କ ଛାତିରେ ବାଘ ଛୁଆ କି ସିଂହ ଛୁଆ କହିଦେଲେ ନା ଆଜ୍ଞା, ସେମାନେ ବେଶ ଖୁସି ହୋଇ ଉଠନ୍ତି। ସତରେ ଏ ମଣିଷ ପଶୁ ସହିତ ସମାନ।